ଦଶମ କ୍ଲାସର ଜୀବବିଜ୍ଞାନ କାଳାଂଶ ପାଇଁ ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ଆଜି ଆମେ ପଢ଼ିବା ଜୀବବିଜ୍ଞାନ ଦ୍ୱିତୀୟ ଅଧ୍ୟାୟର ଶ୍ଵସନ ବା ରେସ୍ପିରେସନ୍ ବିଷୟରେ ପଢ଼ିବା। ଶ୍ଵସନ ବା ରେସ୍ପିରେସନ୍। ଶ୍ଵସନର ସଂଜ୍ଞା ବା ଡେଫିନେସନ୍ ହେଲା, ଏହା ଏକ ଜୀବନ ପ୍ରକ୍ରିୟା ଯେଉଁଥିରେ ଖାଦ୍ୟ ଜୀବ ଶରୀର ମଧ୍ୟରେ ଜାରିତ ହୋଇ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ବଞ୍ଚି ରହିବା ପାଇଁ କ୍ଷମତା ମଧ୍ୟ ଦେଇଥାଏ। ଏହି ପ୍ରକ୍ରିୟାକୁ ଅପଚୟ ପ୍ରକ୍ରିୟା ବୋଲି କୁହାଯାଏ। ଖାଦ୍ୟର ଜାରଣ ଘଟି ଶକ୍ତି ସହ ସାଧାରଣ ଭାବେ ଅଙ୍ଗାରକାମ୍ଳ ଓ ଜଳ ନିର୍ଗତ ହୋଇଥାଏ। ଏହାର ଇକ୍ୱେସନ୍ ହେଲା, ଗ୍ଲୁକୋଜ ଅଣୁ ସହିତ 6ଟି ଅମ୍ଳଜାନ ଅଣୁ ରାସାୟନିକ ପ୍ରତିକ୍ରିୟାରେ 6ଟି ଅଙ୍ଗାରକାମ୍ଳ ଅଣୁ 6ଟି ଜଳ ଅଣୁ ସହିତ ଶକ୍ତି ନିର୍ଗତ କରିଥାନ୍ତି। ତ ଦେଖ ପିଲା, ଶ୍ଵସନର ପ୍ରକାର। ଶ୍ଵସନର ପ୍ରକାରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଫାର୍ଷ୍ଟ ହେଲା ବାୟୁ ଉପଜୀବୀ ଶ୍ଵସନ, ଦ୍ୱିତୀୟରେ ହେଲା ବାୟୁ ଅପଜୀବୀ ଶ୍ଵସନ। ବାୟୁ ଉପଜୀବୀ ଶ୍ଵସନ ହେଲା, ଏହା ଅମ୍ଳଜାନ ଉପସ୍ଥିତିରେ ହୋଇଥାଏ। ଗ୍ଲୁକୋଜର ସମ୍ପୂର୍ଣ୍ଣ ଜାରଣ ଘଟେ। ଉନ୍ନତ ଧରଣର ଜୀବଙ୍କଠାରେ ଏହା ଦେଖାଯାଏ, ଏଥିରୁ ଅଧିକ ଶକ୍ତି ମିଳିଥାଏ। ବାୟୁ ଅପଜୀବୀ ଶ୍ଵସନରେ ଏହା ଅମ୍ଳଜାନ ଅନୁପସ୍ଥିତିରେ ହୁଏ। ଗ୍ଲୁକୋଜ ଅସମ୍ପୂର୍ଣ୍ଣ ଜାରଣ ଘଟେ। ଏହା କେତେକ ଅଣୁଜୀବଙ୍କଠାରେ ଦେଖାଯାଏ, ଅଳ୍ପ ଶକ୍ତି। କୋଷୀୟ ଶ୍ଵସନ। ଖାଦ୍ୟର ଜାରଣ, ଶକ୍ତି ମୋଚନ ଓ ଅଙ୍ଗାରକାମ୍ଳ ନିର୍ଗମନ ଆଦି ପ୍ରକ୍ରିୟା କୋଷରେ ସାଧିତ ହୁଏ। ତେଣୁ ଶ୍ଵସନକୁ କୋଷୀୟ ଶ୍ଵସନ ବୋଲି କୁହାଯାଏ। କୋଷୀୟ ଶ୍ଵସନର ମୁଖ୍ୟ ଆଧାର ହେଉଛି କୋଷ ଓ ଆଧାରର ରସାୟନ ହେଉଛି ଗ୍ଲୁକୋଜ। ଅମ୍ଳଜାନ ଉପସ୍ଥିତିରେ ଗ୍ଲୁକୋଜର ଜାରଣ ଦ୍ୱାରା ଏଥିରୁ ଅଙ୍ଗାରକାମ୍ଳ ଜଳ ସହିତ ଶକ୍ତି ମୋଚିତ ହୁଏ ଓ ଏହି ଶକ୍ତିଗୁଡ଼ିକ ଶକ୍ତି ମୁଦ୍ରା ଆକାରରେ କୋଷରେ ସଞ୍ଚିତ ହୋଇ ରହିଥାଏ। ଶକ୍ତି ମୁଦ୍ରା, ଯାହାକି ATP ଆଡେନୋସିନ୍ ଟ୍ରାଇଫସ୍ଫେଟ୍ ଆକାରରେ ସଞ୍ଚିତ ହୋଇ ରହିଥାଏ। କୋଷୀୟ ଶ୍ଵସନ 3ଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ। ପ୍ରଥମଟି ହେଲା ଗ୍ଲାଇକୋଲିସିସ୍, ଦ୍ୱିତୀୟରେ ହେଲା ସାଇଟ୍ରିକ୍ ଅମ୍ଳ ଚକ୍ର ଆଉ ତୃତୀୟଟି ହେଲା ଇଲେକ୍ଟ୍ରନ୍ ପରିବହନ। କୋଷ ମଧ୍ୟରେ ଥିବା ବିଭିନ୍ନ ଅଙ୍ଗିକା ଓ ସ୍ୱଚ୍ଛ ଜୀବକକୁ ନେଇ କୋଷ ଜୀବକ ଗଠିତ। ଦେଖ, ବିଭିନ୍ନ ଅଙ୍ଗିକା ନେଷ୍ଟି ଓ ନେଷ୍ଟି ଝିଲ୍ଲି ମଧ୍ୟରେ ଯେଉଁ ସବୁ ମାଇଟୋକଣ୍ଡ୍ରିଆ, ଏଣ୍ଡୋପ୍ଲାଜମିକ୍ ରେଟିକୁଲମ୍, ଗଲ୍କି ବଡି ଏସବୁ ରହିଥାଏ, ତାକୁ ଆମେ ଅଙ୍ଗିକା କହିବା। କୋଷୀୟ ଅଙ୍ଗିକା ବା ସେଲ୍ ଅର୍ଗାନେଲ୍ସ ବୋଲି କୁହାଯାଏ। ଓ ସ୍ୱଚ୍ଛ ଜୀବକକୁ ନେଇ କୋଷ ଜୀବକ ଗଠିତ ହୁଏ। ତେଣୁ ସ୍ୱଚ୍ଛ ଜୀବକ କହିଲେ କୋଷରେ ରହିଥିବା ଜେଲ୍ ଟାଇପ୍ର ସ୍ୱଚ୍ଛ ପଦାର୍ଥ, ଅର୍ଦ୍ଧତରଳ ପଦାର୍ଥକୁ ସ୍ୱଚ୍ଛ ଜୀବକ କୁହାଯାଏ। ଅଙ୍ଗିକା ଓ ସ୍ୱଚ୍ଛ ଜୀବକକୁ ନେଇ କୋଷ ଜୀବକ ଗଠିତ ହୁଏ। ତେଣୁ ଏହି କୋଷ ଜୀବକରେ ଶ୍ଵସନର ପ୍ରଥମ ପର୍ଯ୍ୟାୟ ଗ୍ଲାଇକୋଲିସିସ୍ ସମ୍ପାଦିତ ହୋଇଥାଏ। ତ ଦେଖ, ମାଇଟୋକଣ୍ଡ୍ରିଆ। କୋଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗିକା ହେଉଛି ମାଇଟୋକଣ୍ଡ୍ରିଆ। ଏହାର ଏକ ଦ୍ୱିସ୍ତରୀୟ ଝିଲ୍ଲି ଥାଏ। ଏହାର ଭିତର ରସପୂର୍ଣ୍ଣ ଅଂଶକୁ ମାଟ୍ରିକ୍ସ କୁହାଯାଏ। ମାଟ୍ରିକ୍ସରେ ଅନେକ ଅମ୍ଳ, ଏନଜାଇମ୍, ଲିପିଡ୍, ପ୍ରୋଟିନ୍ ଆଦି ଅଣୁ ଥାନ୍ତି। ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲି ମାଟ୍ରିକ୍ସ ଭିତରକୁ ପଶି ଅନେକ ଭାଙ୍ଗ ସୃଷ୍ଟି କରିଥାଏ। ଏହାକୁ କ୍ରିଷ୍ଟି କୁହାଯାଏ। ମାଇଟୋକଣ୍ଡ୍ରିଆରେ ସାଇଟ୍ରିକ୍ ଅମ୍ଳ ଚକ୍ର ସମ୍ପାଦିତ ହୁଏ। ଅନ୍ତଃଝିଲ୍ଲିରେ ଇଲେକ୍ଟ୍ରନ୍ ପରିବହନ ସଂସ୍ଥା କାର୍ଯ୍ୟକାରୀ କରିଥାଏ। ଗ୍ଲାଇକୋଲିସିସ୍। ଏହା କୋଷ ଜୀବକରେ ସମ୍ପାଦିତ ହୋଇଥାଏ। ଏହା 2ଟି ସୋପାନ ଦେଇ ଗତି କରିଥାଏ। ପ୍ରଥମ ସୋପାନ ହେଲା 6 କାର୍ବନ ବିଶିଷ୍ଟ ଗ୍ଲୁକୋଜ ଅଣୁ ATP ସହାୟତାରେ 3 କାର୍ବନ ବିଶିଷ୍ଟ 2ଟି ସରଳ ଶର୍କରାରେ ପରିଣତ ହୁଏ। ପୁଣି ଦ୍ୱିତୀୟ ସୋପାନରେ, ଏହି ସୋପାନରେ ପ୍ରତି 3 କାର୍ବନ ଯୁକ୍ତ ଶର୍କରା ପାଇରୁବିକ୍ ନାମକ ଜୈବିକ ଅମ୍ଳରେ ପରିଣତ ହୁଏ। ଏଥିରେ ATP ଓ ରିଡ୍ୟୁସ୍ଡ ନିକୋଟିନାମାଇଡ୍ ଆଡେନାଇନ୍ ଡାଇନ୍ୟୁକ୍ଲିଓଟାଇଡ୍ ଉତ୍ପନ୍ନ ହୁଏ, ଯାହାକି ଆମେ ସଂକ୍ଷେପରେ NADH2 ବୋଲି କହିଥାଉ। କୋଷ ଜୀବକରେ ପାଇରୁବିକ୍ ଅମ୍ଳର ପରିବେଶ ଅନୁରୂପ କାର୍ଯ୍ୟକାରିତା। ଅମ୍ଳଜାନର ଅନୁପସ୍ଥିତିରେ ଇଷ୍ଟ ଦ୍ୱାରା ପାଇରୁବିକ୍ ଅମ୍ଳ 2 କାର୍ବନ ଯୁକ୍ତ ଇଥାନଲ୍ ବା ସୁରାସାରରେ ପରିଣତ ହୋଇଥାଏ। ଏହା ବାୟୁ ଅପଜୀବୀ ଶ୍ଵସନ। ଏହାର ଅନ୍ୟ ନାମ ହେଲା ସ୍ୱରାସାର କିଣ୍ୱନ ବୋଲି କୁହାଯାଏ, ଯାହାକି ଇଥାନଲ୍ ହେଲା C2H5OH ଉତ୍ପନ୍ନ ହୁଏ। ତାପରେ ଦ୍ୱିତୀୟ ହେଲା ଅମ୍ଳଜାନର ଅଭାବରେ ପେଶୀ କୋଷରେ ଘଟିଥାଏ। ପାଇରୁବିକ୍ ଅମ୍ଳ 3 କାର୍ବନ ଯୁକ୍ତ ଲାକ୍ଟିକ୍ ଅମ୍ଳରେ ପରିଣତ ହୋଇଥାଏ। ଅନ୍ୟ ନାମ ଲାକ୍ଟିକ୍ ଅମ୍ଳ କିଣ୍ୱନ ବୋଲି କୁହାଯାଏ। ତାପରେ ତୃତୀୟରେ ହେଲା ଅମ୍ଳଜାନର ଉପସ୍ଥିତି। ଏହା ଜୀବକୋଷର
ମାଇଟୋକଣ୍ଡ୍ରିଆରେ ସମ୍ପାଦିତ ହୁଏ। ପାଇରୁବିକ୍ ଅମ୍ଳ ବିଭିନ୍ନ ଜୈବିକ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି କରେ, ତାହା ସହ ଶକ୍ତି ଉତ୍ପନ୍ନ ହୁଏ। ଏହା ବାୟୁ ଉପଯୋଗୀ ଶୋଷଣ ଅଟେ। ଗ୍ଲୁକୋଜ୍ ସହିତ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟାରେ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ନିର୍ଗତ ହୁଏ। ତାପରେ ଦେଖିବା ସାଇଟ୍ରିକ୍ ଅମ୍ଳ ଚକ୍ର। ଏହା କେବଳ ବାୟୁ ଉପଜୀବୀ ଶୋଷଣରେ ଦେଖାଯାଏ। ଗ୍ଲାଇକୋଲାଇସିସ୍ ପରେ ଏହା ଆରମ୍ଭ ହୁଏ। ଏହା ମାଇଟୋକଣ୍ଡ୍ରିଆରେ ସମ୍ପାଦିତ ହୁଏ। ଏହାର ଦୁଇଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟରେ ପାଇରୁବିକ୍ ଅମ୍ଳ ଓ କାର୍ବନଯୁକ୍ତ ସକ୍ରିୟ ଅଣୁରେ ପରିବର୍ତ୍ତିତ ହୁଏ ଓ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ଏଥିରେ NADH2 ସଂଶ୍ଲେଷିତ ହୋଇଥାଏ। ପାଇରୁବିକ୍ ଅମ୍ଳ 2 କାର୍ବନ ବିଶିଷ୍ଟ ଶର୍କରା ଅଣୁ। ଦ୍ୱିତୀୟ ପର୍ଯ୍ୟାୟ 4 କାର୍ବନ ଯୁକ୍ତ ଅକ୍ସାଲ ଏସିଟିକ୍ ଏସିଡ୍ 2 କାର୍ବନ ଯୁକ୍ତ ସକ୍ରିୟ ଅଣୁ ମିଶି ସାଇଟ୍ରିକ୍ ଅମ୍ଳ ଉତ୍ପନ୍ନ କରନ୍ତି। ସାଇଟ୍ରିକ୍ ଅମ୍ଳ ଚକ୍ରାକାରରେ ବିଭିନ୍ନ ଜୈବିକ ଅମ୍ଳରେ ପରିବର୍ତ୍ତିତ ହୋଇ ଶେଷରେ ପୁଣି ଅକ୍ସାଲ ଏସିଟିକ୍ ଏସିଡ୍ରେ ଉତ୍ପନ୍ନ ହୁଏ। ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ, NADH2, FADH2, ATP ଉତ୍ପନ୍ନ ହୁଏ। ଏହି ଚକ୍ରକୁ ବୈଜ୍ଞାନିକ ହାନ୍ସ କ୍ରେବ୍ସ 1953 ମସିହାରେ ଆବିଷ୍କାର କରିଥିବାରୁ ଏହାକୁ କ୍ରେବ୍ସ ଚକ୍ର ମଧ୍ୟ କୁହାଯାଏ। ଇଲେକ୍ଟ୍ରନ୍ ପରିବହନ ସଂସ୍ଥା। ଏହା ମାଇଟୋକଣ୍ଡ୍ରିଆର ଅନ୍ତଃଝିଲ୍ଲୀରେ ଥାଏ। ଏଥିରେ ପ୍ରୋଟନ୍ ଓ ଇଲେକ୍ଟ୍ରନ୍ର ବାହକ ଅଣୁ ରହିଥାନ୍ତି। ସାଇଟ୍ରିକ୍ ଅମ୍ଳ ଚକ୍ରରୁ ଉତ୍ପନ୍ନ NADH2, FADH2 ଏହି ସଂସ୍ଥା ଦ୍ୱାରା ପ୍ରତିକ୍ରିୟାକରଣ ହୁଏ ଓ ମୋଚିତ ଶକ୍ତି ATP ଆକାରରେ ସଞ୍ଚିତ ହୋଇ ରହେ। ବିଜାରିତ ସହକାରକଗୁଡ଼ିକରୁ ବାହାରୁଥିବା ଇଲେକ୍ଟ୍ରନ୍ ETC ଇଲେକ୍ଟ୍ରନ୍ ଟ୍ରାନ୍ସପୋର୍ଟ ଚେନ୍ରେ ଗତି କରେ, ଫଳରେ ମାଇଟୋକଣ୍ଡ୍ରିଆର ଦୁଇ ଝିଲ୍ଲୀ ମଧ୍ୟବର୍ତ୍ତୀ ଅଂଶରେ ଅନେକ ପରିମାଣର ପ୍ରୋଟନ୍ ଜମା ହେବାକୁ ଲାଗେ। ଏହା ଏକ ପ୍ରକାରର ବଳ ସୃଷ୍ଟି କରେ। ଏହି ବଳକୁ ଉପଯୋଗ କରି ATP ସିନ୍ଥେଜ୍ ନାମକ ଏନ୍ଜାଇମ୍ ATP ପ୍ରସ୍ତୁତ କରିଥାଏ। ତାପରେ ଦେଖ ଉଦ୍ଭିଦରେ ଶୋଷଣ। ଉଦ୍ଭିଦ ବିସରଣ ପ୍ରକ୍ରିୟା ମାଧ୍ୟମରେ ପରିବେଶରୁ ଅମ୍ଳଜାନ ଗ୍ରହଣ କରେ। ନିମ୍ନମାନର ଉଦ୍ଭିଦ ନିଜ ଶରୀରର ଉପରିସ୍ଥ କୋଷ ମାଧ୍ୟମରେ ପରିବେଶରୁ ଅମ୍ଳଜାନ ଗ୍ରହଣ କରିଥାନ୍ତି। ସବୁଜ ପତ୍ରଯୁକ୍ତ ଉଦ୍ଭିଦ ସ୍ତମ୍ ବା ଷ୍ଟୋମାଟା ଦେଇ ଅମ୍ଳଜାନ ଗ୍ରହଣ କରେ। କୋଷୀୟ ଶୋଷଣରେ ବାହାରୁଥିବା ଅଙ୍ଗାରକାମ୍ଳ ଆଲୋକ ଶ୍ଳେଷଣରେ ବ୍ୟବହୃତ ହୁଏ। ଆଲୋକ ଶ୍ଳେଷଣରେ ବାହାରୁଥିବା ଅମ୍ଳଜାନ ଶୋଷଣ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ। ପ୍ରାଣୀମାନଙ୍କ ଶୋଷଣ। ଜଳଚର ପ୍ରାଣୀମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ବିସରଣ ପ୍ରକ୍ରିୟା କାର୍ଯ୍ୟ କରେ। ଏକକୋଷୀ ପ୍ରୋଟୋଜୋଆ, ଛିଦ୍ରାଳ ଓ ହାଇଡ୍ରା ଜାତୀୟ ପ୍ରାଣୀର ଶ୍ୱାସକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅଙ୍ଗ ନଥାଏ। ତେଣୁ ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ସିଧାସଳଖ ବିସରଣ ପ୍ରକ୍ରିୟାରେ ଗ୍ରହଣ କରିଥାନ୍ତି। ଜିଆ, ଜ୍ୱକ ଓ ବେଙ୍ଗ ଚର୍ମ ଦ୍ୱାରା ଶ୍ୱାସକ୍ରିୟା କରନ୍ତି। ଅଧାଚର୍ମ ବାଟ ଦେଇ ବାୟୁମଣ୍ଡଳର ମୁକ୍ତ ଅମ୍ଳଜାନ ଦ୍ରବୀଭୂତ ହୋଇ ଶୋଷଣରେ ବ୍ୟବହୃତ ହୋଇଥାଏ। ବେଙ୍ଗ ମୁଖଗହ୍ୱର ଓ ଫୁସ୍ଫୁସ୍ ଦ୍ୱାରା ମଧ୍ୟ ଶ୍ୱାସକ୍ରିୟା କରେ। ଶୀତ ସୁପ୍ତି ସମୟରେ ବେଙ୍ଗ ଚର୍ମ ଦ୍ୱାରା ହିଁ ଶ୍ୱାସକ୍ରିୟା ସମ୍ପାଦନ କରେ। ଅସରପା ପରି କୀଟପତଙ୍ଗମାନଙ୍କର ଶ୍ୱାସରନ୍ଧ୍ର ମଧ୍ୟ ଦେଇ ଅମ୍ଳଜାନ ଶରୀର ମଧ୍ୟକୁ ପ୍ରବେଶ କରେ। କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଗାଲି ଦ୍ୱାରା ଶ୍ୱାସକ୍ରିୟା କରିଥାନ୍ତି। ଏହା ମାଛର ଗାଳିଠାରୁ ଭିନ୍ନ। ସାପ, ପାରା, ବତକ, ବାଦୁଡ଼ି, ମନୁଷ୍ୟ ଆଦି ପ୍ରାଣୀମାନଙ୍କ ଶ୍ୱାସକ୍ରିୟା ଫୁସ୍ଫୁସ୍ ଦ୍ୱାରା ହୋଇଥାଏ। କଇଁଛ, କୁମ୍ଭୀର, ତିମି ପାଣିରେ ରହୁଥିଲେ ମଧ୍ୟ ଫୁସ୍ଫୁସ୍ ଦ୍ୱାରା ହିଁ ଶ୍ୱାସକ୍ରିୟା କରିଥାନ୍ତି। ବେଙ୍ଗର ଲାର୍ଭା ବା ଶୁକାବସ୍ଥା ଓ ମାଛ ଗାଲି ଦ୍ୱାରା ଶ୍ୱାସକ୍ରିୟା କରିଥାନ୍ତି।